ମୁଁ ଏଇଆ ଚାହୁଁଛି କି ଆପଣ ମାନେ ସେତିକି ଚ୍ୟାନେଲରେ ଆପଣଙ୍କ ଚ୍ୟାନେଲରେ କୁହନ୍ତୁ ଯେମିତି ସମସ୍ତେ ଓଡିଶାର ଯୋଉମାନେ ସିନେମା ପ୍ରେମୀ ଯୋଉମାନେ ପସନ୍ଦ କରନ୍ତି ସେମାନେ ଆପଣ ମାନଙ୍କର ସତତା ନ୍ୟୁଜ ଜାଣିଲା ପରେ ନିଶ୍ଚୟ ଆହୁରି ସମସ୍ତେ ଆସିବେ ଦେଖିବାକୁ। ଏଥର ଯେହେତୁ ଏଟା ନ୍ୟାସନାଲି ଇଣ୍ଟରନ୍ୟାସନାଲି ଆକ୍ଲେମ୍ଡ ହେଇ ସାରିଛେ ଏତେ ରେକଗ୍ନିସନ ମିଳୁଛି ମୁଭି को ସେଥିପାଇଁ ଆମେ ସମସ୍ତେ ବହୁତ ଖୁସି वी ऑल आर लाइक सेलिब्रेटिंग दिस मूवी ଆଉ ମୁଁ ଚାହିବି କି ଆଜି ଆପଣ ମାନେ ବି ସେଲିବ୍ରେଟ ହେଇକି ଯାଉଛନ୍ତି ଏଇ ମୁଭି को ତ ଆପଣ ମାନେ ଯାହା ଆପଣ ମାନେ ଏବେ କହିବେ ଆମକୁ ଯାହା ମାର୍କ୍ସ ଦେବେ। थैंक बाबूशान ଏଇ ମୁଭିରେ ଯୋଉ କ୍ୟାରେକ୍ଟରଟା ପ୍ଲେ କରିଛନ୍ତି ସେଟା ସେ ଛୋଟ ଛୁଆଟାର ଆପଣ ମାନେ ଜାଣି ସାରିଛନ୍ତି ଦେଖିଛନ୍ତି ସୋ ଆଇ ୱିଶ କି ସେ ତ ବହୁତ ଭଲ କରିଛନ୍ତି ଯେତିକି ସ୍କ୍ରିନ୍ ସ୍ପେସ୍ ଥିଲା ଆଉ ଓଭରଅଲ ମୁଭିରେ ସମସ୍ତେ ବହୁତ ଭଲ କାମ କରିଛନ୍ତି ସେଥିପାଇଁ ଆଇ ଏମ୍ ଲୁକିଂ ଫରୱାର୍ଡ। थैंक यू सो मच। ଆପଣ କୁହନ୍ତୁ ମତେ କି ଆପଣଙ୍କୁ କେମିତି ଲାଗିଲା। ମତେ ତ ବହୁତ ଭଲ ଲାଗିଲା ମ୍ୟାଡାମ। ମତେ ବହୁତ ଭଲ ଲାଗିଲା ଫିଲ୍ମ। थैंक यू सो मच। बस ମୁଁ ଏଇଆ ଚାହୁଁଛି କି ଆପଣ ମାନେ ସେତିକି ଚ୍ୟାନେଲରେ ଆପଣଙ୍କ ଚ୍ୟାନେଲରେ କୁହନ୍ତୁ ଯେମିତି ସମସ୍ତେ ଓଡିଶାର ଯୋଉମାନେ ସିନେମା ପ୍ରେମୀ ଯୋଉମାନେ ପସନ୍ଦ କରନ୍ତି ସେମାନେ ଆପଣ ମାନଙ୍କର ସତତା ନ୍ୟୁଜ ଜାଣିଲା ପରେ ନିଶ୍ଚୟ ଆହୁରି ସମସ୍ତେ ଆସିବେ ଦେଖିବାକୁ। ଏଥର ଯେହେତୁ ଏଟା ନ୍ୟାସନାଲି ଇଣ୍ଟରନ୍ୟାସନାଲି ଆକ୍ଲେମ୍ଡ ହେଇ ସାରିଛେ ଏତେ ରେକଗ୍ନିସନ ମିଳୁଛି ମୁଭି को ସେଥିପାଇଁ ଆମେ ସମସ୍ତେ ବହୁତ ଖୁସି वी ऑल आर लाइक सेलिब्रेटिंग दिस मूवी ଆଉ ମୁଁ ଚାହିବି କି ଆଜି ଆପଣ ମାନେ ବି ସେଲିବ୍ରେଟ ହେଇକି ଯାଉଛନ୍ତି ଏଇ ମୁଭି को ତ ଆପଣ ମାନେ ଯାହା ଆପଣ ମାନେ ଏବେ କହିବେ ଆମକୁ ଯାହା ମାର୍କ୍ସ ଦେବେ। थैंक बाबूशान ଏଇ ମୁଭିରେ ଯୋଉ କ୍ୟାରେକ୍ଟରଟା ପ୍ଲେ କରିଛନ୍ତି ସେଟା ସେ ଛୋଟ ଛୁଆଟାର ଆପଣ ମାନେ ଜାଣି ସାରିଛନ୍ତି ଦେଖିଛନ୍ତି ସୋ ଆଇ ୱିଶ କି ସେ ତ ବହୁତ ଭଲ କରିଛନ୍ତି ଯେତିକି ସ୍କ୍ରିନ୍ ସ୍ପେସ୍ ଥିଲା ଆଉ ଓଭରଅଲ ମୁଭିରେ ସମସ୍ତେ ବହୁତ ଭଲ କାମ କରିଛନ୍ତି ସେଥିପାଇଁ ଆଇ ଏମ୍ ଲୁକିଂ ଫରୱାର୍ଡ। थैंक यू सो